ନାଇଁ ଜଗନ୍ନାଥ ଏଠି ସ୍ଥାପନା ହେଇଛନ୍ତି, ଆବିର୍ଭାବ ନୁହଁ ସ୍ଥାପନା ହେଇଛନ୍ତି। ସିଏ ଆମ ଗାଁରେ ଜଣେ ବୟସ୍କ ଲୋକ, ଆମ ବାପା ବୟସ୍କ ଲୋକ ହେବେ, ସିଏ ଆଣିକି ଗୋଟେ ଫଟୋ ଆଗ ଆଣିକି ଏଠି ପୂଜା ହେଇଥିଲେ ଏଇ ବରଗଛ ମୂଳେ ଆମର ଏଠି। ଆମେ ତ ସେଇଟା କହିପାରିବୁନୁ, ଏଇଟା ବହୁତ ବର୍ଷର କଥା ହେଲାଣି, ଆମେ ତ ଛୁଆ ଛୁଆ ହେଇଥିଲୁ, ଆମେ ଜାଣିନଥିଲୁ। ତାପରେ ଆମେ ଛୁଆ ହେଲୁ, ତାପରେ ମୁଁ ଆସିକି ଏଠି ପୂଜା କଲି। ଆମେ ଶୁଣିଛୁ ଯେ ସିଏ ସେତେବେଳେ ଆସନ୍ତି ଏ ଜଙ୍ଗଲକୁ କାଠ ଆଣିବା ପାଇଁ। ଯେତେବେଳେ କାଠ ଆଣିବା ପାଇଁ ଆସନ୍ତି, ସିଏ ଏଇ ବରଗଛ ମୂଳେ ଟିକେ ଶୋଇପଡ଼ନ୍ତି। ଯେତେବେଳେ ଶୋଇପଡ଼ନ୍ତି, ସିଏ ସଦାବେଳେ ଶୋଇଲା ପରେ ସଦାବେଳେ ମାନେ ଅଲଗା ପ୍ରକାର ସବୁ ସ୍ୱପ୍ନ ଆସେ ତାଙ୍କ ମନରେ। ସ୍ୱପ୍ନ ଆସେ, ସିଏ ଆମର ଆହୁରି 3 ଜଣ ବୟସ୍କ ଲୋକ ବି, ବାବା ବୟସ୍କ ଲୋକ ସିଏ ବି ଅଛନ୍ତି, ସେ 4 ଜଣ ଅଛନ୍ତି। ତାଙ୍କୁ ଯାଇକି ସେ କୁହନ୍ତି, କହିଲା ପରେ ଗୋଟେ ଫଟୋ ଗୋଟେ ଆଣିକି ପୂଜା କଲେ। ଆଣିକି ଛୋଟିଆ ଫଟୋ ଗୋଟେ ଜଗନ୍ନାଥଙ୍କର ଆଣିକି ଆଗ ପୂଜା କଲେ। ପୂଜା କରୁ 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 ତାକୁ ଏମିତି ପୂଜା ଚାଲିଲା। ତାପରେ ସିଏ ତାଙ୍କ, ଆମେ ତ ଆଉ ଜାଣିନୁ, ଆମେ ଶୁଣିବା କଥା ଯାହା ତାଙ୍କ ମାନଙ୍କଠୁ। ଆମେ ତ ସେତେବେଳେ ଛୁଆ ହେଇଥିଲୁ, ଆମେ ତ ସେ ବିଷୟରେ ଜାଣିନୁ କିଛି, ଯାହା ତାଙ୍କଠୁ ଶୁଣିଛୁ ଆମେ ସେତିକି ଜାଣିଛୁ। ଯେ ତାପରେ ତାଙ୍କୁ ପୁଣି ଭଗବାନ ଯେ ସ୍ୱପ୍ନେଇଲେ ଯେ ମୋତେ ଦାରୁ ରୂପରେ ଟିକେ ପୂଜା କରାଯାଉ। ଆମର ପୁରୀରେ ଯେମିତି ନୀତିକାନ୍ତି ଚାଲିଛି, ଆମର ଏଠି ସେମିତି ନୀତିକାନ୍ତି ଚାଲିଛି। କାହିଁକି ନା ମୋର ଗୋଟେ ସାନ ଭାଇ, ମୋର ସେ ମାନେ ମନ୍ଦିରର ସେବା କରେ, ସିଏ ଚନ୍ଦନ ପାଇକିରା ତାଙ୍କ ନାଁ। ସିଏ ହିଁ ଥରେ ପୁରୀ ଯାଇଥିଲା। ପୁରୀ ମୋତେ ଡାକିଲା ବି ସେଦିନ, କହିଲା ଭାଇନା ଆସ ଯିବା ପୁରୀ, ଆଜି ଟିକେ ଦର୍ଶନ କରିକି ଆମେ ଫେରିବା। ମୁଁ କହିଲି ଦେଖେ, ମୁଁ ବି ସେତେବେଳେ ତାକୁ କହିଲି, ମୁଁ କହିଲି ଦେଖରେ ସାଙ୍ଗ ଭାଇ, ମୋ ପାଖେ ପଇସା ପତ୍ର ଟିକେ ନାହିଁ, ମୁଁ ଯାଇପାରିବି ନାହିଁ। ଆଉ କ'ଣ କରିବା, ମୋର ବି କାମ ଅଛି ନା। ହଉ ତାହେଲେ, ସିଏ ବି କହିଲା ହଉ ତାହେଲେ ଯିଆନି ଆଉ। ଏତିକି କହିକି ସିଏ କେତେବେଳେ ମୋତେ ନ କହିକି ବଜାର ଉପରେ ସାଇକେଲ ଥୋଇକି ବସ୍ରେ ଆଜ୍ଞା ପଳେଇଛି। ଆମେ ଖୋଜୁଛୁ, ଫୋନ୍ ସୁଇଚ୍ ଅଫ୍, କୁଆଡ଼େ ଗଲା। ତାଙ୍କ ଘରେ ବି ମୋତେ ଫୋନ୍ କରୁଛନ୍ତି, କୁଆଡ଼େ ଗଲା ଚନ୍ଦନ, ଏତେ ରାତି ହେଲାଣି। ମୁଁ ବି ଫୋନ୍ କରୁଛି ସୁଇଚ୍ ଅଫ୍। ତା ପରଦିନ ସିଏ ଆସିକି ସକାଳେ ଆମ ପାଖେ ଆସିକି 10ଟା 11ଟାରେ ପହଞ୍ଚିଲା, ଆଣିକି ଆମକୁ କୋଳି ଦେଲା। ମାନେ ସେତେବେଳେ ପ୍ରଭୁ ଯାଉଥିଲେ କୋଳି ଖାଇବାକୁ, ଯେତେବେଳେ ଆମର ମହାପ୍ରଭୁ ଜଗନ୍ନାଥ ଯେତେବେଳେ କୋଳି ଖାଇବାକୁ ଯାଉଥିଲେ, ଯେତେବେଳେ ଗୋଟେ ଇଏ ଥିଲା ତାଙ୍କର ସେବା, ସେତେବେଳକୁ ଆମକୁ କୋଳି ଦେଲା। କ'ଣ ଚନ୍ଦନ ଇଏ କ'ଣ ନା, ମୁଁ ଏମିତି ଯାଇଥିଲି। ତାପରେ ସେ ବାବାଙ୍କୁ ଚନ୍ଦନ ମୋତେ କହିଲା ଯେ ଭାଇନା ଆମେ ସେ ବାବାଙ୍କୁ ଟିକେ ଡକେଇବା ଆମ ଏଇ ଜାଗାକୁ। ସିଏ ବି କହିଲେ ଏଇ ଜାଗା କଥା, ଚନ୍ଦନ କହିଲା, ସିଏ ବି କହିଲେ ହଉ ଆମେ ଯିବା। ତାପରେ ଆମେ ବାବାଙ୍କୁ ଡକେଇଲୁ। ତାପରଠୁ ତ ବାବା ଏଠିକି ଆସିଲା ଦିନଠୁ ମାନେ କ'ଣ ପ୍ରଭୁଙ୍କର କି ମାୟା, ସେ ପ୍ରଭୁ ଜଗନ୍ନାଥଙ୍କର ପୁରୀ ଠାକୁର। ସେଇଠୁ ଦିନ ତ ତାଙ୍କ ନୀତିକାନ୍ତିରେ ସବୁ ଆଗରୁ ଚାଲୁଥିଲା, ଆହୁରି ତାଙ୍କ ନୀତିକାନ୍ତି ପୁରା ବଢ଼ିକି ଏଇନା ସବୁ ପ୍ରକାର କେଉଁଠୁ ଆଉଛି, କ'ଣ ହେଉଛି, ପ୍ରଭୁଙ୍କ କାମ ହେଉଛି, ଆମେ କିଛି ଜାଣିପାରୁନୁ। ସବୁ ସେଇ ଜଗନ୍ନାଥଙ୍କର ଇଚ୍ଛା। ଏକାଦଶୀ ହେଇଥାଏ, ମୁଁ ଆସିକି ପୂଜା କରିବାକୁ ଆଇଲି। ମୁଁ ପିଲାଙ୍କୁ କହିଥାଏ ଯେ ଆଉ ତମେ ଟିକେ ତୁଳସୀ ତୋଳିବା ପାଇଁ ମୁଁ ପିଲାଙ୍କୁ କହିଦେଇଥାଏ। କିନ୍ତୁ ପିଲା ତା ପରଦିନ କହିଥିଲି, କିନ୍ତୁ ପିଲାଙ୍କର ଆଉ ମନ ନାହିଁ ଯେ ତୁଳସୀ ତୋଳିବା ପାଇଁ। ମୁଁ ଆସିକି ସକାଳେ ଆସିଲା ପୂଜା କଲାବେଳକୁ ତୁଳସୀ ନାହିଁ, କ'ଣ କରିବି। ମୁଁ ମୋର ବଇଛି ଚୁପଚାପ, ଆଉ କ'ଣ କରିବା, ତୁଳସୀ ନାହିଁ। ଫୁଲ ଦେଇଦେଲି, ଆସିକି ବାହାରେ ଆସିକି ଏମିତି ବସିଛି। ବସିଲା ପରେ ସିଆଡ଼ୁ ଗୋଟେ ଲୋକ କିଏ ଜଣେ ଆସିଲେ, ମୁଁ ଆଉ ଜାଣିନି। ସିଏ ଆସିକି ମୋତେ କହିଲେ ନନା ଆଉ ଟିକେ ତୁଳସୀ ଆଣିଛି, ଟିକେ ପ୍ରଭୁଙ୍କ ପାଖକୁ ଚଢ଼େଇ ଦିଅ। ମୁଁ କହିଲି ହଉ, ମୁଁ ତ ଏଇନା ଖୋଜୁଥିଲି ସେଇ ଜିନିଷ ଟିକେ ଆଉ ହଉ ଦିଅନ୍ତୁ, ମୁଁ ଚଢ଼େଇ ଦେଉଛି। ମୁଁ ଏତିକି କହିକି ତୁଳସୀ ଇଏ କଲି, ଲାଗି କଲି ପ୍ରଭୁଙ୍କ ଉପରେ, ତାଙ୍କୁ ଟିକେ ପାଦୁକ ଦେଲି, ସେ ପାଇଲେ, ଖୁସିରେ ଗଲେ। ମୋ ମନ ସେଇ ଦିନଠୁ ମୁଁ ପ୍ରଭୁଙ୍କୁ ଏତେ ଖୁସି ହେଇଗଲି ଯେ ମୁଁ କହିଲି ପ୍ରଭୁ ତୁଳସୀ ନାହିଁ, ଆଜି କେମିତି ତମ ଭୋଗରେ ପଡ଼ିବ କି ତମ ମଥାରେ କେମିତି ଚଢ଼ିବ। ସେଇ କଥା ଚିନ୍ତା କରିକି ଏଇଠି ବସି ପଡ଼ିଲି। ମୁଁ କହିଲି ହଉ ଦେଖିବା, ଯାହା ହେବ ପ୍ରଭୁଙ୍କ ଇଚ୍ଛା, ସିଏ ଯାହା କରିବେ। ଏତିକି ବସିଛି, ସେ ଲୋକ ଆସିକି ପହଞ୍ଚିଲେ ଯେ ସିଏ ତ ବହୁତ ପ୍ରକାର ମାନେ ଏଇ ଅସୁବିଧା ଭିତରେ ପଡ଼ିଛି ଆଜ୍ଞା। ମୁଁ ଏ ଜାଗାରେ ଏତେ ବଡ଼ ଗୋଟେ ଅସୁବିଧାରେ ଆଜ୍ଞା ପଡ଼ିଥିଲି, ମାନେ ମୁଁ ବି ଭାବିନଥିଲି ମୁଁ ସେ ଜାଗାରୁ କେବେ ମାନେ ଏମିତି ମାନେ ଅସୁବିଧାରେ ପଡ଼ିଥିଲି। ମୋର ଗୋଡ଼ ଇଏ ହେଇଥିଲା, ଖରାପ ହେଇଥିଲା ବି। ତାପରେ ମୁଁ ସେଇ ପ୍ରଭୁଙ୍କୁ ଡାକି ମାନେ ଗୋଡ଼ ଏମିତି ମାନେ ଗୋଟେ ପଶିଗଲା ଛୁଞ୍ଚି ଯେ ମୋତେ ଡକ୍ଟର କହିଲେ ଯେ, ସିଏ ଗୋଟେ ଡକ୍ଟର ପାଖକୁ ଯାଇଥିଲି, ତାଙ୍କର ଷ୍ଟାଫ୍ କହିଲେ ଯେ ଇଏ ଏତେ ଦିନ ହେଲାଣି, ଇଏ ନଷ୍ଟ ହେଇଯାଇଥିବ, ଆଣ୍ଠୁ କଟା ହେବ, ଇଏ ହେବ ସିଏ ହେବ, ସଡ଼ିଯାଇଥିବ। ମୁଁ କହିଲି ହଉ, ସେ ଜଗନ୍ନାଥଙ୍କୁ ଛାଡ଼ିଦେଲି, ସିଏ ତା ଯାହା କରିବେ ଆଉ। ତାପରେ ଡକ୍ଟର ଆସିକି ପହଞ୍ଚିଲା ପରେ ମୋର କିଛି ନାହିଁ, ଯାହା ଯେମିତି କରିକି କାଢ଼ିଦେଲେ। ମୁଁ 15 ଦିନ 20 ଦିନ ଭିତରେ ରେଡ଼ି ହେଇଗଲି। ସେଇ ଦିନଠୁ ମୁଁ ପ୍ରଭୁଙ୍କୁ ମାନିଲି ଯେ ଯାହା ହଉ ପ୍ରଭୁ, ତମେ ମୋ ପାଇଁ ସଦାବେଳେ ଅଛ, କାହିଁକିନା ମୁଁ ତମ ସେବା କରୁଛି, ତମେ କେବେ ବି ଭକ୍ତକୁ କେବେ ବି ଇଏ କରିବ ନାହିଁ। ସେଥିପାଇଁ ମୋର ସେଇ ଦିନଠୁ ମୋ ପ୍ରଭୁଙ୍କ ଉପରେ ଭାରି ଖୁସି ମନ। ଆଉ ଏଠି ମୁଁ ଯାହା ଏଠି ମୁଁ ଦୁଃଖ ଆଜ୍ଞା, ଆମର ରଥ ବେଳେ ତ ଆମର ତ ରଥ ଟଣା ଆଜ୍ଞା ଏଠି ହେଇପାରୁନି। ଆମର ରଥ ଟଣା ନହେଲା ପରେ ଜଗନ୍ନାଥଙ୍କର ଯେତିକି ନୀତି ନିୟମ ଆଉ ଯେତିକି ନୀତିକାନ୍ତି ଆମର ଏଠି ଆଜ୍ଞା ସବୁ ହେଉଛି। ସ୍ନାନ ପୂର୍ଣ୍ଣିମା ହେଉଛି, ରଥଯାତ୍ରା ହେଉଛି, ବାହୁଡ଼ା ହେଉଛି, ସୁନାବେଶ ହେଉଛି, ଅଧରପଣା ହେଉଛି, ରସଗୋଲା ଭୋଗ ହେଉଛି, ଯାହା ପୁରୀରେ ଯାହା ଜଗନ୍ନାଥଙ୍କର ସେବା ହେଉଛି ଏଠି ଆଜ୍ଞା ଆମେ ସେଇଆ କରୁଛୁ। କିନ୍ତୁ ଏତିକି ପ୍ରଭୁଙ୍କର ଆଶୀର୍ବାଦ ହେଉନି ବୋଲି ରଥ ଟଣା ହେଇପାରୁନି।
ଯେବେ ଜଗନ୍ନାଥ ଚାହିଁବେ ସେବେ ସିଏ ରଥରେ ବାହୁଡ଼ିକି ଯିବେ। ଜଗନ୍ନାଥଙ୍କ ବିଷୟରେ ତ କହିଲେ ରାତି ପାଇକି ସକାଳ ହେଇଯିବ, କିନ୍ତୁ ଏଠିକାର ଯେଉଁ କିମ୍ବଦନ୍ତୀ, ମୁଁ ମହାପ୍ରଭୁଙ୍କର ଗୋଟେ ଛୋଟ ସେବା, ମୋର ଦୈନନ୍ଦିନ ମୁଁ ହେଉଛି ସିଙ୍ଗାରୀ। ପ୍ରଭୁଙ୍କର ଦୈନନ୍ଦିନ କ'ଣ ଦରକାର ହେଉଛି କ'ଣ ନାହିଁ ପ୍ରଭୁ ମୋତେ ଜଣାନ୍ତି। ପ୍ରଭୁଙ୍କର ମହିମା ହେଉଛି ଏଠିକାର ଏ ଲୋକ ଯେତେ ସବୁ ଖଣ୍ଡମଣ୍ଡଳ ଯେତେ ଲୋକ ସବୁ ଅଛନ୍ତି ମଣିମାଙ୍କ ଉପରେ ବହୁତ ବିଶ୍ୱାସ। କାରଣ ମଣିମା ମୋର ଟିକେ ମୋ ପିଲାର ଏଇଟା ଟିକେ କରିଦିଅନ୍ତୁ, କି ବୋଧେ ମଣିମା ମୋ ଘର ଟିକେ ହେଇପାରୁନି ମଣିମା କରିଦିଅନ୍ତୁ। ସେମାନେ ଯେଉଁ ଆସିକି ଯେଉଁ ଆମକୁ କୁହନ୍ତି ନାଇଁ ପ୍ରଭୁଙ୍କୁ ଜଣେଇଥିଲୁ ପ୍ରଭୁ ଆମର କରିଦେଇଛନ୍ତି, ଏଇ ହେଉଛି ଆମର ଜଗନ୍ନାଥଙ୍କର ବିଶ୍ୱାସ। ବିଶ୍ୱାସ ଭରସା ହେଉଛନ୍ତି ଏତିକି। ଆମର ବି ଯେତେବେଳେ ପ୍ରଭୁଙ୍କର କାର୍ଯ୍ୟ ପାଇଁ ଆମେ ଯେତେବେଳେ ମାନେ ଆଗକୁ ପ୍ରଭୁଙ୍କର ଗୋଟେ କ'ଣ ଯାତ୍ରା ଆସୁଛି, ଗୋଟେ କ'ଣ ପର୍ବ ଆସୁଛି, ଗୋଟେ ଯାହା ନୀତିକାନ୍ତି ଯାହା ଆସୁଛି, ଆମ ପାଖରେ କିଛି ସାମଗ୍ରୀ ନଥିବ, ସେ ନୀତିର ପୁଣି ତ ସାମଗ୍ରୀ ହେଲେ ସେ ନୀତିଟା ବଢ଼ିବ କି ନା ନାହିଁ ଆଜ୍ଞା ଆପଣ କୁହନ୍ତୁ। ମଣିମାଙ୍କୁ ଜଣେ ମଣିମା ତୁମର ଏଇ କାର୍ଯ୍ୟ ପାଇଁ ଜିନିଷ ଦରକାର ହେଉଛି, ଆପଣ ଯଦି ଟିକେ କୃପା କରିବେ ହେବ, ଆମ ପାଖରେ ତ କିଛି ନାହିଁ। ମଣିମା ସାଙ୍ଗେ ସାଙ୍ଗେ କୃପା କରନ୍ତି। ଯେଉଁ ଭକ୍ତ ହଉ ଯିଏ ହଉ ଆସିକି ଆମକୁ ପଚାରନ୍ତି ନା କ'ଣ ଆପଣଙ୍କର ଦରକାର, ସାଆନ୍ତଙ୍କର କ'ଣ ଟିକେ ଦରକାର ଟିକେ କୁହନ୍ତୁ। ଏଠି କିମ୍ବଦନ୍ତୀ କହିବାକୁ ଗଲେ ଏ ଜାଗାର ନାଁ ହେଉଛି କୌପୁଟିଆ ମୁଣ୍ଡିଆ। କୌପୁଟି ମାନେ ଏଠି କୌପୁନି ବାବାଜୀ ମାନେ ଆଗରୁ ହଜାର ହଜାର ବର୍ଷ ତଳୁ ଏଠି ରହୁଥିଲେ। ଏଠି ରାସ ହୁଏ ଏଇ ଜାଗାରେ ରାସ ହୁଏ। ଏ ଜାଗାରେ ଯେତେବେଳେ ରାସ ହୁଏ ଏ ଖଣ୍ଡମଣ୍ଡଳର ଯେତେ ଗାଁ ଅଛନ୍ତି ଏଠି ମାନେ ଆସିକି ଗୋଟେ ମହାଶାନ୍ତି ବିଶ୍ୱ ଯଜ୍ଞ କରନ୍ତି। କିମ୍ବଦନ୍ତୀ ଏଠି କୁଆଡ଼େ ଆମେ ଜେଜେମାନଙ୍କ ଶୁଣିଛୁ ଏଠି ଅହନିଶି ପେଜ ବହୁତ ହେବ, ଯଦି ସେ ଜୋରକୁ ବହୁତ ହେବ ପେଜ, ମାନେ ଏତେ ଅନ୍ନ ଏତେ ଚାଉଳ ଏତେ ଡାଲମା ରୋଷେଇ ହୁଏ। ସେ କିମ୍ବଦନ୍ତୀ ମାନେ ଏଇସବୁ ଧୀରେ ଧୀରେ ଲୋପ ପାଇଗଲା ଯେତେବେଳେ, ସେ କିମ୍ବଦନ୍ତୀରୁ ଏଇ ବଟବୃକ୍ଷ ଆପଣ ଯେଉଁ ଦେଖୁଛନ୍ତି ଏ ବଟବୃକ୍ଷ ଗଛଟିଏ ଟିକିଏ ରହିଯାଇଛି। ରହିଯାଇଥିବାରୁ ଯେତେବେଳେ ହଜାର ହଜାର ବର୍ଷ ତଳୁ ଏଠି ମହାଶାନ୍ତି ବିଶ୍ୱଶାନ୍ତି ମହାଯଜ୍ଞ ହେଉଥିଲା, ସେ ଜାଗାଟା ଧୀରେ ଧୀରେ ଲୋପ ପାଇଗଲା। ଏଠୁ ବେନୁପାଣି ମଙ୍ଗରାଜ ଯିଏ ସିଏ ଦିନେ ଆସିଥିଲେ ଏଠି କାଠ ଆଣିବାକୁ, ଏ ଜାଗାଟା ସବୁ ଜଙ୍ଗଲ ହେଇଗଲା। ଧୀରେ ଧୀରେ ଲୋକ ବାସବାସ ନ କଲେ ଜାଗାଟା ଜଙ୍ଗଲ ହେଇଗଲା। ବେନୁପାଣି ଯେତେବେଳେ ଆସୁଥିଲେ ବେନୁପାଣି ମଙ୍ଗରାଜ ସିଏ ଆସିକି ଏ ଗଛ ମୂଳେ ଶୁଅନ୍ତି। ତାଙ୍କୁ ଗୋଟେ ସୁନାର ମାଙ୍କଡ଼ଟିଏ ଦେଖାଦେଲେ ଏ ଡାଳରେ। ଇଏ କହିଲେ ଏତେ ସୁନ୍ଦର ମାଙ୍କଡ଼ଟିଏ ମୋ ଜୀବନରେ କେବେ ଦେଖିନି, କ'ଣ ମାଙ୍କଡ଼ଟିଏ ଆସିକି ବରଗଛ ଚଢ଼ୁଛି ଆଉ ଓହ୍ଲଉଛି। ସେ ସେଇ ଦିନଠୁ କ'ଣ ତାଙ୍କ ମନରେ ପଶିଲା, ସେ ଗାଁରେ ଯାଇ କିଛି ଲୋକଙ୍କୁ କହିଲେ, କହିଲେ ଆମେ ସେଠି କିଛି ଟିକେ ଜଗନ୍ନାଥଙ୍କ ଫଟୋ ଟିକେ ପୂଜା କରିବା। ଜଣେ ଗୋଟେ ଲୋକ ଆମର ଯେ ଟୁପନ ବାବା ଯିଏ ଅଛନ୍ତି ସିଏ ଆମକୁ ସେତେବେଳେ କହୁଥିଲେ ଏଠି ହଜାର ହଜାର ବର୍ଷ ତଳୁ ଏଠି ରାସ ହୁଏ, ଏଠି ଜଗନ୍ନାଥଙ୍କର ବହୁତ ବଡ଼ ଯଜ୍ଞ ହୁଏ। ସେଠି ସେତେବେଳେ କୌପୁନି ବାବାଜୀ ମାନେ ରହୁଥିଲେ। ସେଇ କିମ୍ବଦନ୍ତୀରୁ ନେଇକି ଆଜି ମହାପ୍ରଭୁଙ୍କର ଗୋଟେ ସୁନ୍ଦର ଦେଉଳଟି ହେଇଛି। ଗୋଟେ କଳା ଗାଈ ବି ଆସି ସ୍ୱତନ୍ତ୍ର, ଯେତେବେଳେ ମନ୍ଦିର ଫନ୍ଦିର ନଥିଲା ଏଠି 3 ଜଣ ଋଷି ଅଛନ୍ତି ଏ ପାହାଡ଼ରେ। ସେ ଋଷି ତାଙ୍କର ଜଟା ହେଉଛି ଏତେ ଏତେ ଲେଖା ଜଟା, ସିଏ ହାତରେ ବଳା ଫଳା ସବୁ ପିନ୍ଧିଛନ୍ତି। ସିଏ ବଟବୃକ୍ଷ ମୂଳେ ଆସିକି ରାତିରେ ବିରାଜମାନ କରନ୍ତି। ଭୋଇସାହି ଗ୍ରାମରୁ ଚନ୍ଦକା ଗ୍ରାମ ପଞ୍ଚାୟତରୁ ଗୋଟେ ଗାଈ ଗୋଟେ ଆସେ, କଳା ଗାଈ। ସେ ଗାଈ ଆସିକି ପ୍ରତିଦିନ ଏଇ ପଥର ଉପରେ ସେ କ୍ଷୀର ତାଠୁ 3 ଜଣ ଋଷି ମାଟି ପାତ୍ରରେ ପିଅନ୍ତି। ଇଏ ଲୋକଟିଏ କହିବ ସବୁଦିନ ମୁଁ ତ ରାତିରେ ଗାଈକି ଖାଦ୍ୟ ଦେଉଛି, କ୍ଷୀର ଯାଉଛି କୁଆଡ଼େ, ମୋ ଗୁହାଳୁ ଆଉ କିଏ ପଶିକି କ୍ଷୀର ନେଇଯାଉଛି କି ଭୋରୁ ଭୋରୁ। ସେ ଦିନେ ଗାଈକି ଜଗିଲା, ଗାଈକୁ କିଏ ଗୁହାଳୁ ପଶି କ୍ଷୀର ନେଉଛି। ଗାଈ ବେକରୁ ଅଟୋମେଟିକ୍ ପଘା ଖୋଲିଲା। ଗାଈ ପୁରା ଗୋଟିଏ ଲକ୍ଷ୍ୟରେ ଆସିଲା ଏଇ ମନ୍ଦିରଟିକି। ସେତେବେଳେ ମନ୍ଦିର ଫନ୍ଦିର କିଛି ହେଇନଥାଏ, କେବଳ ବଟବୃକ୍ଷଟିଏ ଥାଏ। ଯେତେବେଳେ 3 ଜଣ ଋଷି ଆସି ଯେତେବେଳେ ପାତ୍ରରେ ପିଇଲେ କ୍ଷୀର ଦୁଇଁକି, ଏ ଭଗବାନ ତ ଅନ୍ତର୍ଯାମୀ ନା, ସିଏ ଲୋକଟା କେମିତି ଲୁଚିକି ଦେଖୁଯିବେ। ଭଗବାନ ଯେତେବେଳେ କ୍ଷୀର ପିଇକି 3 ଜଣ ଋଷିଙ୍କ ଭିତରେ କଥାବାର୍ତ୍ତା ହେଇକି କହିଲା ରେ ବାଳକ କାହିଁ ଲୁଚିଛୁ, ସେଠୁ ବାହାରେ ଆମେ ଜାଣି ସାରିଲୁ ତୁ ଆଇଛୁ ଗାଈ ପଛରେ। ସିଏ ସେଠୁ ଆସିକି ହାତ ଯୋଡ଼ିକି ଆମ ମୁଣ୍ଡିଆଟି ମାଇଲେ। ମୁଣ୍ଡିଆଟି ମାରି ପ୍ରଭୁ କହିଲା ରେ କ'ଣ ମାଗୁଛୁ ମାଗେ, ଆଉ ତୁ ଯେତେବେଳେ ଏତେ ଦିନ ପରେ ଆମ ଦର୍ଶନ ଟିକେ ପାଇଛୁ ତୁ କ'ଣ ମାଗୁଛୁ ମାଗେ। ଇଏ କହିଲେ ପ୍ରଭୁ ମୁଁ ଜାତିରେ ବୋଇ ଲୋକ, ରାତି ପାଇଲେ କ୍ଷୀର ବିକିଲେ 2 ପଇସା ଚଳିଲେ ମୋ ଘର ଚଳିବ, ଆପଣ ତ ସବୁ କ୍ଷୀର ପିଇ ଦେଉଛନ୍ତି, ଆଉ ମୁଁ ଚଳିବି କେମିତି, ଆଉ ମୋ ଗାଈ ଯେମିତି ଆଉ ଆସିବନି ଯେମିତି। ଭଗବାନ କହିଲେ ତଥାସ୍ତୁ, କାଲିଠୁ ତୋ ଗାଈ ଆଉ ଆସିବନି। କିଛି ଦିନ ଯାଇଛି, ଆଗ ସେ ଗାଈଟି ମରିଗଲା। ସେ ଗାଈକି ଝୁରି ଝୁରି ସେ ମାଲିକଟି ବି ମରିଗଲା। ପ୍ରଭୁଙ୍କର ଏଇ ହେଉଛି ମହିମା।